ସେ ମମତା ମହନ୍ତଙ୍କୁ ପୁଣି ରିନମିନେଟ୍ କରିକି ଗୋଟେ ବାର୍ତ୍ତା ବିଜେଡି ବାଲାଙ୍କୁ ଦେଇଛନ୍ତି, ବିଜେଡି ଅନ୍ୟ ରାଜ୍ୟସଭା ସଦସ୍ୟ ମାନଙ୍କୁ କଣ ବାର୍ତ୍ତା ଦେଲେ? ଯେ ତମେ ମଧ୍ୟ ଆସିପାରିବ, ଆସିବେ, ତମେ ବି ରିନମିନେଟ୍ ହେଇକି ଆସିବ, ତମର ଯାହାର ଯାହା ରାଜ୍ୟସଭା ଟର୍ମ ବାକି ଅଛି ସେଟା ସମୟ ସେ ପାଇବେ। ମମତା ମହନ୍ତ ଯେମିତି ଟର୍ମ ଅଛି, ଯୋଉମାନଙ୍କର ଯୋଉ ଏମପି ମାନେ ଅଛନ୍ତି ତାଙ୍କ ଟର୍ମ କଣ ସେମାନେ ପୂରଣ କରିପାରିବେନି? ଅସୁବିଧା କଣ ଅଛି? ନାଇଁ ନାଇଁ କରିପାରିବେ ଯେ ହଁ, ସେମାନେ ଅସୁବିଧା ହଉଛି ଏତିକି ତାଙ୍କ ପାଇଁ ଯୋଉମାନେ କ୍ଷମତା ଆଧାରିତ ବ୍ୟବସ୍ଥାରେ ବିଜେଡି କି ଆସିଥିଲେ, ସେମାନେ ବିଜେଡିର ମୂଳ ଯୋଉ ଆନ୍ଦୋଳନ ଭିତ୍ତିକ ବା ସଂଗଠନ ଭିତ୍ତିକ ମୂଳ ନୀତି ଭିତ୍ତିକ ବ୍ୟବସ୍ଥା ଭିତରେ ନଥିଲେ, କ୍ଷମତା ଆଧାରିତ ବ୍ୟବସ୍ଥାରେ ଦଳ ସହିତ ଆକୃଷ୍ଟ ହେଇକି ଆସିଥିଲେ ଏବଂ ସେମାନେ ଦଳ ତାଙ୍କୁ ଦେଇଥିଲା ଗୋଟେ ଇମିଡିଏଟ୍ ସୁବିଧା ପାଇଁ, ରାଜନୈତିକ ସୁବିଧା ବି ଯେମିତି ମମତା ମହନ୍ତଙ୍କୁ ଦେଇଥିଲା କୁର୍ମୀ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ। ପଞ୍ଚାୟତ ତା ଫଳ ସେ ପାଇଥିଲେ ହୁଏତ, କିନ୍ତୁ ସାଧାରଣ ନିର୍ବାଚନ ସେ ତାଙ୍କୁ ପଚାରିଲେନି, ସେ ବି ତାଙ୍କୁ ସହାୟତା କଲେ ନାହିଁ ଏବଂ ସିଏ ତେଣୁ ବର୍ତ୍ତମାନ ଛାଡ଼ିଲେ। ଛାଡ଼ିଲା ପରେ ସିଏ ବର୍ତ୍ତମାନ ସେ ଭାବୁଛନ୍ତି ତାଙ୍କ ପାଇଁ ବିଜେଡିର ସହିତ ତାଙ୍କର ଆନ୍ତରିକତା କଣ? ବିଜେଡି ପ୍ରତି ତାଙ୍କର ଆନ୍ତରିକତାର କୌଣସି କାରଣ ନାହିଁ ନା। ମୋର କ୍ୱେଶ୍ଚିନ୍ ହଉଛି, ମନେ କରନ୍ତୁ ସେ ବିଜେପି ଟିକେଟରେ ପୁଣି ଥରେ ରାଜ୍ୟସଭାକୁ ଯାଉଛନ୍ତି, ଏଥିରେ ତାଙ୍କର ଲାଭ କଣ ହେଲା? ସେ ତ ବିଜେଡିରେ ଅଲରେଡି ସାଂସଦ ଥିଲେ, ଯେତିକି ଦିନ ରହିବା କଥା ସେତିକି ଦିନ ରହିପାରିଥାନ୍ତେ। ନାଇଁ ନାଇଁ, ବହୁତ ବଡ ଲାଭ ହେଲା, ବଡ ଲାଭ ହେଲା। ବିଜେଡି ରାଜ୍ୟରେ କ୍ଷମତାରେ ନାହିଁ, ଅଛି କି? ନାହିଁ। ବିଜେଡି କେନ୍ଦ୍ରରେ ମଧ୍ୟ କ୍ଷମତାରେ ନାହିଁ, ବା କେନ୍ଦ୍ର କ୍ଷମତାକୁ ପ୍ରଭାବିତ କରିବା ଭଳି କୌଣସି ବ୍ୟବସ୍ଥା ତାଙ୍କ ହାତରେ ବି ନାହିଁ। ତେଣୁ ସିଏ ଯେତେବେଳେ ରାଜ୍ୟସଭା ସାଂସଦ, ସିଏ ତ ପୁଣି କିଛି ଲୋକମାନଙ୍କର କାମ କରିବେ। କାହା ଜରିଆରେ କରିବେ? ରାଜ୍ୟ ସରକାର ଜରିଆରେ କରିବେ, ନହେଲେ କେନ୍ଦ୍ର ସରକାର ଜରିଆରେ କରିବେ। ରାଜ୍ୟରେ ତ ତାଙ୍କର କ୍ଷମତା ଥିଲା, ସେତେବେଳେ ତାଙ୍କର କିଛି ଅସୁବିଧା ହଉନଥିଲା। ରାଜ୍ୟରେ ତାଙ୍କ ହାତରେ କ୍ଷମତା ନାହିଁ, ତାଙ୍କର ଲାଭ ନାହିଁ, ତାଙ୍କର ଲାଭ ଅଛି ନା, ଆଉ କ୍ଷତି କେମିତି ହଉନି ତାଙ୍କର ନା। ସେ ତ ତାଙ୍କର ରାଜ୍ୟସଭା ଟର୍ମ ଯେତିକି ସେ ରହିବେ, କିନ୍ତୁ ତା ସହିତ ସେ କ୍ଷମତା ବ୍ୟବସ୍ଥା ସହିତ ଜଡ଼ିତ ହେଲେ, ତେଣୁ ସେ ଯେତିକି କାମ କରିପାରିଥାନ୍ତେ ତାଠୁ ଅଧିକ କାମ କରିପାରିବେ, ନିଶ୍ଚୟ କରିବେ ଯେ ଚାହୁଁଥିବେ। ସେ ରାଜ୍ୟ ସରକାର ବି ତାଙ୍କ କଥା ଶୁଣିବେ, କେନ୍ଦ୍ର ସରକାର ମଧ୍ୟ ଶୁଣିବେ।